ଚାଣକ୍ୟ ସମ୍ପାଦକୀୟର ଆଉ ଏକ ଅଧ୍ୟାୟକୁ ସ୍ୱାଗତ। ନୀଳାଚଳ ନିବାସାୟ ନିତ୍ୟାୟ ପରମାତ୍ମନେ ବଳଭଦ୍ର ସୁଭଦ୍ରାଭ୍ୟାମ ଜଗନ୍ନାଥାୟ ତେ ନମ। ଅର୍ଥାତ୍ ଯିଏ ନୀଳାଚଳ ପୁରୀ ଧାମରେ ନିବାସ କରନ୍ତି, ଯିଏ ନିତ୍ୟ ଶାଶ୍ୱତ ଏବଂ ପରମାତ୍ମା ସ୍ୱରୂପ, ସେହି ପ୍ରଭୁ ବଳଭଦ୍ର ଦେବୀ ସୁଭଦ୍ରାଙ୍କ ସହିତ ବିରାଜମାନ ଶ୍ରୀ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ମୋର କୋଟି କୋଟି ପ୍ରଣାମ। ଦର୍ଶକ ବନ୍ଧୁ, এই ଧାମ କହିଲେ କେବଳ ଜଗନ୍ନାଥ ଧାମକୁ ହିଁ ବୁଝେଇଥାଏ। ଜଗନ୍ନାଥ ଧାମ ଅର୍ଥାତ୍ ପୁରୀ, ତାର ସବୁ ବଡ଼, ଯେମିତିକି ତା ଦେଉଳ ବଡ଼ ଦେଉଳ, ତା ଭୋଗ ବଡ଼ ଭୋଗ, ତା ଦାଣ୍ଡ ବଡ଼ ଦାଣ୍ଡ, ତାର ବେଶ ବଡ଼ ସିଂହାର ବେଶ, ତା ଏକାଦଶୀ ବଡ଼ ଏକାଦଶୀ, ତାର ସେବକ ବଡ଼ ପଣ୍ଡା, ତାର ଛତା ବଡ଼ ଛତା, ତାର ରୋଷେଇଆ ବଡ଼ ସୁଆର। ତାର ଧାମ ଜଗନ୍ନାଥ ଧାମ, ଏହାର ଅନ୍ୟ କୌଣସି ବିକଳ୍ପ ନାହିଁ। ଯିଏ ବି ଯେତେବେଳେ ଏହାକୁ ଉଲ୍ଲଂଘନ କରିବାକୁ ଚାହିଁଛି, ତାର ଫଳ ଭୋଗିଛି। ଏହା ଅନେକ ଥର ପ୍ରମାଣିତ। ଖୁସିର କଥା, ଗତକାଲି ଏକ ଐତିହାସିକ ନିଷ୍ପତ୍ତି କ୍ରମେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ শুভেন্দু ଅଧିକାରୀ ଦୀଘାରେ ନିର୍ମିତ ଜଗନ୍ନାଥ ଧାମ ଶବ୍ଦରୁ ଧାମ ଶବ୍ଦକୁ ହଟେଇ ଦେବାକୁ ଘୋଷଣା କରିଛନ୍ତି। ଏହା ଓଡ଼ିଶାର ଓ ଓଡ଼ିଆମାନଙ୍କର ଏକ କୂଟନୈତିକ ବିଜୟ କହିଲେ ଅତ୍ୟୁକ୍ତି ହେବନି। ବିଶେଷତଃ ଜଗନ୍ନାଥ ସଂସ୍କୃତି ଓ ପ୍ରଭୁ ଶ୍ରୀ ଜଗନ୍ନାଥ କେବଳ ଓଡ଼ିଆମାନଙ୍କର ନୁହେଁ, ବରଂ ସମଗ୍ର ମାନବ ଜାତିର ପରମ ପୂଜ୍ୟ ଆରାଧ୍ୟ ଦେବତା ବୋଲି ପ୍ରମାଣିତ ହୋଇଛି। କିଛି ଦିନ ହେବ ଓଡ଼ିଶା ସରକାର ଏହି ଧାମକୁ ହଟେଇବା ପାଇଁ ଦାବି କରୁଥିଲେ ବି ସେଠାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଏହା ଉପରେ କର୍ଣ୍ଣପାତ କରିନଥିଲେ। ପ୍ରଭୁ ଜଗନ୍ନାଥଙ୍କୁ ନେଇ କୌଣସି ଅସୂୟା ଭାବ ବା ଜଗନ୍ନାଥ ସଂସ୍କୃତିକୁ ନେଇ ଖେଳୁଥିବା ଲୋକମାନଙ୍କୁ ପ୍ରଭୁ ଶ୍ରୀ ଜଗନ୍ନାଥ କେବେ ବି କ୍ଷମା କରନ୍ତି ନାହିଁ। ଏ କଥାକୁ ଏବେ ପଶ୍ଚିମବଙ୍ଗର ନୂଆ ସରକାର ହୃଦୟଙ୍ଗମ କଲେ। ଜଗନ୍ନାଥ ସଂସ୍କୃତି, ପରମ୍ପରା, ବିଶ୍ୱାସ, ଅସ୍ମିତାକୁ ଅଣଦେଖା କଲେ ଯେ ପରିଣାମ ଭୟଙ୍କର ହୋଇଥାଏ, ତାର ସଦ୍ୟ ଉଦାହରଣ ଦେଖିବାକୁ ମିଳିଛି ମମତା ବାନାର୍ଜୀଙ୍କ କ୍ଷମତାଚ୍ୟୁତ ଘଟଣା। ଦର୍ଶକ ବନ୍ଧୁ, ଆଜିର ସମ୍ପାଦକୀୟରେ ଆସନ୍ତୁ ଆଲୋଚନା କରିବା ଏହି ଧାମ ଏତେ ଗୁରୁତ୍ୱ କ'ଣ ପାଇଁ। ଓଡ଼ିଆ ସାହିତ୍ୟ ଏବଂ ସଂସ୍କୃତିର ପୁରାଣ ମାତ୍ରେ ଧାମର କାହାଣୀ ବଖାଣିଥାଏ। ଏକ ଗଭୀର ଓ ଭାବପୂର୍ଣ୍ଣ ଆପ୍ତବାକ୍ୟ ହେଉଛି ଧାମ ଶବ୍ଦ। ପ୍ରତ୍ୟେକ ପୁରାଣ ବା ପବିତ୍ର ଗ୍ରନ୍ଥର ମୂଳ ଲକ୍ଷ୍ୟ ହେଉଛି ଭଗବାନଙ୍କ ଧାମ, ଲୀଳା ଏବଂ ମହିମାର କାହାଣୀ। ଏହି ଚେତନାକୁ ଦେଖିଲେ ଜଣାଯାଏ ହିନ୍ଦୁ ଧର୍ମର 18ଟି ମହାପୁରାଣ ଏବଂ ଅନ୍ୟାନ୍ୟ ଉପପୁରାଣ ଗୁଡ଼ିକ ଈଶ୍ୱରଙ୍କ ଧାମ ଓ ଲୀଳାର ପରିପ୍ରକାଶ ହୋଇଛି। ପ୍ରତ୍ୟେକ ପୁରାଣର କୌଣସି ନା କୌଣସି ପବିତ୍ର ଧାମ ବା ତୀର୍ଥକ୍ଷେତ୍ରର ମହାତ୍ମ୍ୟ ସହ ଜଡ଼ିତ। ଶ୍ରୀମଦ୍ ଭାଗବତ ପୁରାଣ ଅନୁଯାୟୀ ଶ୍ରୀକୃଷ୍ଣଙ୍କର ଧାମ କହିଲେ ବୃନ୍ଦାବନ, ମଥୁରା ଏବଂ ଦ୍ୱାରକାକୁ ବୁଝାଏ। ଶିବ ପୁରାଣ ମତ ଅନୁଯାୟୀ କାଶୀ, କୈଳାସ ଏବଂ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ଧାମ ଓ ସ୍କନ୍ଦ ପୁରାଣ ଅନୁଯାୟୀ ଉତ୍କଳ ଖଣ୍ଡ ରହିଛି, ଯାହା ସମ୍ପୂର୍ଣ୍ଣ ଭାବେ ଶ୍ରୀକ୍ଷେତ୍ର ଧାମ, ପୁରୀ, ବଡ଼ ଦେଉଳ ଏବଂ ଜଗନ୍ନାଥ ସଂସ୍କୃତି କାହାଣୀକୁ ବୁଝାଇଥାଏ। ଭକ୍ତି ଓ ମୁକ୍ତିର ମାର୍ଗ ଦେଖିଲେ ପୁରାଣ ଗୁଡ଼ିକ କେବଳ କାଳ୍ପନିକ ଗପ ନୁହନ୍ତି, ଏଗୁଡ଼ିକ ମାନବ ସମାଜକୁ ସାଂସ୍କାରିକ ମାୟାରୁ ମୁକ୍ତ କରି ଈଶ୍ୱରଙ୍କ ପରମ ଧାମ ବା ମୁଖ୍ୟ ଆଡ଼କୁ ନେଇଯିବାର ପଥ ପ୍ରଦର୍ଶନ କରିଥାନ୍ତି। ପୁରାଣ ଶ୍ରବଣ ବା ପଠନ କଲେ ମନୁଷ୍ୟ ମନରେ ଭକ୍ତିଭାବ ଜାଗ୍ରତ ହୁଏ ଏବଂ ସେ ଧାମ ଯାତ୍ରାର ପୁଣ୍ୟ ଫଳ ଲାଭ କରେ ବୋଲି ବିଶ୍ୱାସ ରହିଛି। ଓଡ଼ିଆ ସଂସ୍କୃତି ଓ ଜଗନ୍ନାଥ ଚେତନା ଅନୁଶୀଳନ କଲେ ଜଣାଯାଏ ଯେ ଓଡ଼ିଶାର ସାରଳା ଦାସଙ୍କ ମହାଭାରତ, ଜଗନ୍ନାଥ ଦାସଙ୍କର ଭାଗବତ କିମ୍ବା ବଳରାମ ଦାସଙ୍କ ରାମାୟଣ ସବୁଥିରେ ପରୋକ୍ଷ ବା ପ୍ରତ୍ୟକ୍ଷ ଭାବରେ ଶ୍ରୀକ୍ଷେତ୍ର ପୁରୀ ଧାମକୁ ସର୍ବଶ୍ରେଷ୍ଠ ବୋଲି ଦେଖାଯାଇଛି। ଓଡ଼ିଆ ଭକ୍ତ କବିମାନଙ୍କ ପାଇଁ ପୁରାଣ ରଚନା କରିବାର ମୂଳ ଉଦ୍ଦେଶ୍ୟ ଥିଲା ମର୍ତ୍ତ୍ୟ ବୈକୁଣ୍ଠ ପୁରୀ ଧାମର ନାଥ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କାହାଣୀକୁ ଜନମାନସରେ ପହଞ୍ଚାଇବା। ଶ୍ରୀ ଜଗନ୍ନାଥଙ୍କ ଧାମ ପୁରୀ ଭାରତର 4 ଧାମ ମଧ୍ୟରୁ ଅନ୍ୟତମ ଏବଂ ସନାତନ ଧର୍ମର ଏକ ପ୍ରମୁଖ ପବିତ୍ର ପୀଠ। ଏହି ମନ୍ଦିର ଏବଂ ଏହାର ଇତିହାସ ଅତ୍ୟନ୍ତ ରହସ୍ୟମୟ, ପ୍ରାଚୀନ ଓ ଭାବପୂର୍ଣ୍ଣ। ଶ୍ରୀକ୍ଷେତ୍ରର ଇତିହାସକୁ ମୁଖ୍ୟତଃ 2ଟି ଭାଗରେ ବିଭକ୍ତ କରାଯାଇପାରେ: ପୌରାଣିକ ମାନ୍ୟତା ଏବଂ ଐତିହାସିକ
ତଥ୍ୟ ଦେଖିଲେ ବିଶେଷ କରି ସ୍କନ୍ଦ ପୁରାଣର ପୌରାଣିକ ମତ ଅନୁଯାୟୀ ସତ୍ୟଯୁଗର ମାଳବ ଦେଶର ସୂର୍ଯ୍ୟବଂଶୀ ରାଜା ଇନ୍ଦ୍ରଦ୍ୟୁମ୍ନ ଭଗବାନ ବିଷ୍ଣୁଙ୍କର ସାକ୍ଷାତ ଦର୍ଶନ ପାଇଁ ବ୍ୟାକୁଳ ଥିଲେ। ରାଜାଙ୍କ ପୁରୋହିତଙ୍କ ଭାଇ ବିଦ୍ୟାପତି ନୀଳାଚଳ କନ୍ଦରରେ ଶବରରାଜ ବିଶ୍ୱାବସୁଙ୍କ ଦ୍ୱାରା ଗୁପ୍ତରେ ପୂଜା ପାଉଥିବା ନୀଳମାଧବଙ୍କ ସନ୍ଧାନ ପାଇଥିଲା। କିନ୍ତୁ ରାଜା ଇନ୍ଦ୍ରଦ୍ୟୁମ୍ନ ସେଠାରେ ପହଞ୍ଚିବା ବେଳକୁ ନୀଳମାଧବ ଅନ୍ତର୍ଦ୍ଧାନ ହୋଇସାରିଥିଲେ। ଭଗବାନଙ୍କ ଆଦେଶ ଅନୁସାରେ ସମୁଦ୍ରରେ ଭାସି ଆସୁଥିବା ଏକ ବିଶେଷ ସୁଗନ୍ଧିତ ବୃକ୍ଷ ବା ଦାରୁରୁ ବିଗ୍ରହ ନିର୍ମାଣର ପରିକଳ୍ପନା କରାଗଲା। ଦେବଶିଳ୍ପୀ ବିଶ୍ୱକର୍ମା ଜଣେ ବୃଦ୍ଧ କାରିଗର ବା ମହାରଣା ବେଶରେ ଆସି ବନ୍ଦ କୋଠରୀରେ ବିଗ୍ରହ ଗଢିବା ଆରମ୍ଭ କଲେ। ସର୍ତ୍ତ ଥିଲା 21 ଦିନ ପୂର୍ବରୁ କବାଟ ଖୋଲିବ ନାହିଁ। କିନ୍ତୁ ରାଣୀ ଗୁଣ୍ଡିଚାଙ୍କର ବ୍ୟାକୁଳତା ଯୋଗୁଁ ରାଜା କବାଟ ଖୋଲିଦେଲେ। ଫଳରେ ବିଗ୍ରହ ଗୁଡିକ ହାତ ପାଦ ସମ୍ପୂର୍ଣ୍ଣ ହୋଇପାରିଲା ନାହିଁ। ସେହି ଅଧାଗଢା ରୂପରେ ହିଁ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନ ପ୍ରତିଷ୍ଠିତ ହେଲେ। ଐତିହାସିକ ଦୃଷ୍ଟିକୋଣରୁ ଦେଖିଲେ ବର୍ତ୍ତମାନର ଭବ୍ୟ ମନ୍ଦିର ଦ୍ୱାଦଶ ଶତାବ୍ଦୀରେ ନିର୍ମିତ ହୋଇଥିଲା। ଅନନ୍ତ ବର୍ମା ଚୋଡଗଙ୍ଗଦେବ ଦ୍ୱାଦଶ ଶତାବ୍ଦୀରେ ଗଙ୍ଗବଂଶର ପ୍ରତିଷ୍ଠାତା ରାଜା ଅନନ୍ତ ବର୍ମା ଚୋଡଗଙ୍ଗଦେବ ପ୍ରାୟ ଖ୍ରୀଷ୍ଟାବ୍ଦ 1142ରେ ଏହି ବିଶାଳ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ। ତେବେ ଚୋଡଗଙ୍ଗଦେବଙ୍କ ପରେ ତାଙ୍କ ପୁତ୍ର ତଥା ଉତ୍ତରାଧିକାରୀ ରାଜା ଅନଙ୍ଗ ଭୀମଦେବ ତୃତୀୟ ଏହି ମନ୍ଦିରର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିଥିଲେ ଏବଂ ମନ୍ଦିରର ପରିଚାଳନା ପାଇଁ ଛତିଶା ନିଯୋଗ ପ୍ରଥା ଆରମ୍ଭ କରିଥିଲେ। ସେ ନିଜକୁ ଜଗନ୍ନାଥଙ୍କର ରାଉତ ବା ସେବକ ଭାବେ ଘୋଷଣା କରି ସାମ୍ରାଜ୍ୟକୁ ଜଗନ୍ନାଥ ସାମ୍ରାଜ୍ୟ ଭାବେ ଉତ୍ସର୍ଗ କରିଥିଲେ। ଇତିହାସରେ ଶ୍ରୀ ଜଗନ୍ନାଥ ମନ୍ଦିର ଉପରେ ପ୍ରାୟ 17 ଥର ବିଦେଶୀ ଓ ମୁସଲମାନ ଶାସକମାନଙ୍କ ଦ୍ୱାରା ଆକ୍ରମଣ କରାଯାଇଛି। 1568 ଖ୍ରୀଷ୍ଟାବ୍ଦରେ କଳାପାହାଡ଼ ଆକ୍ରମଣ ସବୁଠାରୁ ଭୟଙ୍କର ଆକ୍ରମଣ ଥିଲା। ବଙ୍ଗଳାର ସୁଲତାନଙ୍କ ସେନାପତି କଳାପାହାଡ଼ ଏହି ମନ୍ଦିର ଲୁଟ କରିବା ସହ ବିଗ୍ରହ ଗୁଡ଼ିକୁ ଗଙ୍ଗା କୂଳରେ ପୋଡ଼ିବାକୁ ଚେଷ୍ଟା କରିଥିଲା। କିନ୍ତୁ ଓଡ଼ିଶାର ଜଗନ୍ନାଥ ପ୍ରେମୀ ସେବକମାନେ ବିଶେଷ କରି ବିଶର ମହାନ୍ତି ନିଜ ଜୀବନକୁ ବାଜି ଲଗାଇ ମହାପ୍ରଭୁଙ୍କର ବ୍ରହ୍ମକୁ ସୁରକ୍ଷିତ ଫେରାଇ ଆଣିଥିଲେ। ଆକ୍ରମଣ ସମୟରେ ସେବକମାନେ ମହାପ୍ରଭୁଙ୍କୁ ଚିଲିକାରୁ ଗୁରୁବାଇ, ପାରିକୁଦ, ତିକାଲି କିମ୍ବା ମଣିତ୍ରୀ ଭଳି ଗୁପ୍ତ ସ୍ଥାନରେ ଲୁଚାଇ ରଖିଥିଲେ ଏବଂ ସ୍ଥିତି ସୁଧୁରିବା ପରେ ପୁଣି ରତ୍ନବେଦୀକୁ ଫେରାଇ ଆଣୁଥିଲେ। ଜଗନ୍ନାଥ ସଂସ୍କୃତି ହେଉଛି ଏକ ମହାନ ସମନ୍ୱୟ ସଂସ୍କୃତି। ଏଥିରେ ବିଭିନ୍ନ ଧର୍ମ ଓ ଚେତନାର ମିଶ୍ରଣ ଦେଖିବାକୁ ମିଳେ। ମହାପ୍ରଭୁଙ୍କ ମୂଳ ସେବକ ଦଇତାପତି ମାନେ ଶବର ରାଜା ବିଶ୍ୱାବସୁଙ୍କ ବଂଶଧର ଅଟନ୍ତି। ଅନେକ ଗବେଷକ ଜଗନ୍ନାଥଙ୍କୁ ବୌଦ୍ଧ ଧର୍ମର ତ୍ରିରତ୍ନ, ବୁଦ୍ଧ ଧର୍ମ ଓ ସଂଘ ସହ ତୁଳନା କରନ୍ତି। ସନାତନ ମତ ଅନୁଯାୟୀ ପ୍ରଭୁ ଏକାଧାରରେ ବିଷ୍ଣୁ ବା ଶ୍ରୀ ଜଗନ୍ନାଥ, ଶିବ ବା ବଳଭଦ୍ର ଏବଂ ଶକ୍ତି ବା ସୁଭଦ୍ରାଙ୍କର ରୂପରେ ପୂଜିତ। ମହାପ୍ରଭୁଙ୍କ ପାଖରେ ଜାତି ଅଜାତିର ଭେଦଭାବ ନାହିଁ। ସେଠାରେ ସମସ୍ତେ ସମାନ, ଯାହାର ସର୍ବଶ୍ରେଷ୍ଠ ପ୍ରତୀକ ହେଉଛି ମହାପ୍ରସାଦ। ପ୍ରତିବର୍ଷ ଆଷାଢ଼ ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରେ ମହାପ୍ରଭୁ ରତ୍ନବେଦୀ ଛାଡ଼ି ବଡ଼ଦାଣ୍ଡକୁ ଆସନ୍ତି। ଏହା କେବଳ ଏକ ଉତ୍ସବ ନୁହେଁ, ବରଂ ଜଗନ୍ନାଥ ସଂସ୍କୃତିର ମୁକ୍ତ ଚେତନାର ପ୍ରତୀକ। ଯେଉଁଠି ମନ୍ଦିରକୁ ଯାଇ ନଥିବା ସବୁ ଧର୍ମ ଏବଂ ଜାତିର ଲୋକ ପ୍ରଭୁକୁ ସାକ୍ଷାତ ଦର୍ଶନ କରିବାର ସୁଯୋଗ ପାଆନ୍ତି। ଶ୍ରୀ ଜଗନ୍ନାଥ ଧାମ କେବଳ ପଥରର ମନ୍ଦିର ନୁହେଁ, ଏହା ଓଡ଼ିଆ ଜାତିର ପ୍ରାଣକେନ୍ଦ୍ର, ଅସ୍ମିତା ଏବଂ ଆଧ୍ୟାତ୍ମିକତାର ସର୍ବୋଚ୍ଚ ପ୍ରତୀକ। ଶ୍ରୀ ଜଗନ୍ନାଥ ଧାମ ପୁରୀ ଭାରତର 4 ଧାମ ମଧ୍ୟରୁ ଅନ୍ୟତମ ଏବଂ ସନାତନ ଧର୍ମର ଏକ ପ୍ରମୁଖ ପବିତ୍ର ପୀଠ। ଦର୍ଶକ ବନ୍ଧୁ, ଯଦି ଦେଖିବା ପଶ୍ଚିମବଙ୍ଗର ପ୍ରସିଦ୍ଧ ସମୁଦ୍ର କୂଳିଆ ସହରରେ ଦୀଘାଠାରେ ନିର୍ମିତ ହୋଇଥିବା ଶ୍ରୀ ଜଗନ୍ନାଥ ଧାମ ଓ ସାଂସ୍କୃତିକ କେନ୍ଦ୍ର ବର୍ତ୍ତମାନ ସମୟରେ ଏକ ପ୍ରମୁଖ ଆକର୍ଷଣ ପାଲଟିଛି। ଏହି ଭବ୍ୟ ମନ୍ଦିର ନିର୍ମାଣର ମୁଖ୍ୟ ଶ୍ରେୟ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଦିଆଯାଏ। ପଶ୍ଚିମବଙ୍ଗରୁ ପ୍ରତିବର୍ଷ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ପାଇଁ ଓଡ଼ିଶାର ପୁରୀ ଧାମକୁ ଆସିଥାନ୍ତି। ବଙ୍ଗଳା ସଂସ୍କୃତି ସହିତ ଜଗନ୍ନାଥ ଚେତନାର ଗଭୀର ଭାବେ ଜଡ଼ିତ। ଏହାକୁ ଦୃଷ୍ଟିରେ ରଖି ଏବଂ ଦୀଘାକୁ ଏକ ଆଧ୍ୟାତ୍ମିକ ପର୍ଯ୍ୟଟନ ସ୍ଥଳୀ ଭାବରେ ଗଢ଼ି ତୋଳିବା ପାଇଁ ସେ ଦୀଘାରେ ଏକ ଭବ୍ୟ ଜଗନ୍ନାଥ ମନ୍ଦିର ନିର୍ମାଣ କରିବାକୁ ସଂକଳ୍ପ ନେଇଥିଲେ। ଦୀଘା ଜଗନ୍ନାଥ ମନ୍ଦିରର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି ଏହା
ସ୍ଥାପତ୍ୟ କଳା ପୁରୀ ମନ୍ଦିର ପ୍ରତିରୂପ। ଏହି ମନ୍ଦିରକୁ ପ୍ରାୟ ପୁରୀ ଶ୍ରୀମନ୍ଦିରର ଢାଞ୍ଚାରେ ତିଆରି କରାଯାଇଛି, ଯାହାର ଉଚ୍ଚତା ପ୍ରାୟ 65 ମିଟର ବା ପ୍ରାୟ 214 ଫୁଟ, ଯାହା ପୁରୀ ମନ୍ଦିରର ଉଚ୍ଚତା ସହ ପ୍ରାୟ ସମାନ। ମନ୍ଦିରର ବାହ୍ୟ ସୌନ୍ଦର୍ଯ୍ୟ ପାଇଁ ରାଜସ୍ଥାନରୁ ସ୍ୱତନ୍ତ୍ର ଗୋଲାପ ବାଲୁକା ପଥର ଅଣାଯାଇ ବ୍ୟବହାର କରାଯାଇଛି। ଏହାକୁ ପଶ୍ଚିମବଙ୍ଗର ଗୃହ ନିର୍ମାଣ ଭିତ୍ତିଭୂମି ବିକାଶ ନିଗମ ବା HIDCO ଏବଂ ଦୀଘା ଶଙ୍କରପୁର ଉନ୍ନୟନ କର୍ତ୍ତୃପକ୍ଷ ବା DSDA ତତ୍ତ୍ୱାବଧାନରେ ଏହି ବିଶାଳ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି। ଓଡ଼ିଶା ବାହାରେ ଜଗନ୍ନାଥ ସଂସ୍କୃତି ଓ ଚେତନାର ପ୍ରସାର ଏବଂ ଦୁଇ ପଡ଼ୋଶୀ ରାଜ୍ୟ ତଥା ଓଡ଼ିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ସାଂସ୍କୃତିକ ସେତୁକୁ ଅଧିକ ମଜବୁତ କରିବାରେ ଦୀଘା ଜଗନ୍ନାଥ ମନ୍ଦିର ଏକ ପ୍ରଶଂସନୀୟ ପଦକ୍ଷେପ। ତେବେ ମନ୍ଦିର ନିର୍ମାଣ କିମ୍ବା ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାରରେ ଓଡ଼ିଶାବାସୀ ଆଦୌ କାର୍ପଣ୍ୟତା କରିନାହାନ୍ତି। କିନ୍ତୁ ଜଗନ୍ନାଥ ଧାମ କହିଲେ କେବଳ ପୁରୀକୁ ବୁଝାଇଥିବାରୁ ଧାମ ଶବ୍ଦକୁ ନ ଯୋଡ଼ିବା ପାଇଁ ଓଡ଼ିଶାର ସ୍ୱାଭିମାନୀ ଓଡ଼ିଆମାନଙ୍କର ପ୍ରମୁଖ ଦାବି ଥିଲା, ଯାହାକୁ ଶୁଭେନ୍ଦୁ ଅଧିକାରୀ ସରକାର ମାନି ନେଇ ଏଭଳି ନିଷ୍ପତ୍ତି ନେବା ତାଙ୍କର ଓଡ଼ିଶା ପ୍ରତି ଥିବା ଆଧ୍ୟାତ୍ମିକ ଚେତନାର ମୂଲ୍ୟବୋଧ ବୋଲି କୁହାଯାଇପାରେ। ପ୍ରଭୁ ଜଗନ୍ନାଥଙ୍କ ପ୍ରତି ଥିବା ତାଙ୍କର ଅତୁଟ ବିଶ୍ୱାସ ଏହି ନିଷ୍ପତ୍ତି ଉପରେ ପ୍ରମାଣିତ କରେ। ଆଜି ଏତିକି, ଧନ୍ୟବାଦ।